ଛେଳି ନାନୀର ଚତୁରତାକୁ ନେଇ ଏଇଟି ଏକ ସୁନ୍ଦର ଗପ। ଗୋଟିଏ ଗାଁ ମୁଣ୍ଡରେ ଏକ ବଡ଼ ଜଙ୍ଗଲ ଥିଲା। ସେହି ଜଙ୍ଗଲ ପାଖରେ ଛେଳି ନାନୀ ତାର 3ଟି ଛୋଟ ଛୋଟ ଛୁଆଙ୍କ ସହ ରହୁଥିଲା। ଛେଳି ନାନୀଟି ଦେଖିବାକୁ ଯେତିକି ସୁନ୍ଦର, ବୁଦ୍ଧିରେ ସେତିକି ଚତୁର ଥିଲା। ବିପଦର ଆଗମନ। ଦିନେ ଛେଳି ନାନୀ ତାର ଛୁଆମାନଙ୍କୁ ଘରେ ଛାଡ଼ି ବାହାରକୁ ଚରିବାକୁ ଯାଇଥିଲା। ସେହି ସମୟରେ ଏକ ଭୋକିଲା ବିଲୁଆ ସେହି ବାଟେ ଯାଉଥିଲା। ଛେଳି ଛୁଆଙ୍କୁ ଦେଖି ତାର ପାଟିରୁ ଲାଳ ବୋହିଲା। ସେ ଭାବିଲା ଆଜି ଭୋଜି ହେବ। ବିଲୁଆଟି ଛେଳି ଘର କବାଟ ପାଖକୁ ଯାଇ କହିଲା, ପିଲାମାନେ କବାଟ ଖୋଲ, ମୁଁ ତୁମ ମାଉସୀ ଆସିଛି, ତୁମ ପାଇଁ ମିଠା ଫଳ ଆଣିଛି। କିନ୍ତୁ ଛେଳି ନାନୀ ତା ଛୁଆମାନଙ୍କୁ ଆଗରୁ ସତର୍କ କରିଦେଇଥିଲା। ଛୁଆମାନେ କହିଲେ, ଆମ ମାଆର ସ୍ୱର ଭାରି ମିଠା, ତୋ ସ୍ୱର ତ ବହୁତ କର୍କଶ। ତୁ ବିଲୁଆ, ଆମେ କବାଟ ଖୋଲିବୁ ନାହିଁ। ଛେଳି ନାନୀର ଚତୁରତା। କିଛି ସମୟ ପରେ ଛେଳି ନାନୀ ଘରକୁ ଫେରିଲା। ସେ ଦେଖିଲା ବିଲୁଆଟି ବାହାରେ ଛପି ରହିଛି। ଛେଳି ନାନୀ ଡରି ନଯାଇ ଏକ ବୁଦ୍ଧି ପାଞ୍ଚିଲା। ସେ ବଡ଼ ପାଟିରେ କହିଲା, ଆରେ, ଆଜି ଶିକାରୀ ମାମୁଁ କହୁଥିଲେ ସେ ଗୋଟେ ବଡ଼ ବିଲୁଆ ଖୋଜୁଛନ୍ତି ତା ଚମଡ଼ାରେ ଢୋଲ ତିଆରି କରିବା ପାଇଁ। ଭଲ ହେଲା ଏଇଠି ଗୋଟେ ବିଲୁଆ ବସିଛି, ମୁଁ ଯାଇ ଶିକାରୀକୁ ଡାକି ଆଣେ। ବିଲୁଆର ଅବସ୍ଥା। ଶିକାରୀ ନାଁ ଶୁଣି ବିଲୁଆର ହୋସ୍ ଉଡ଼ିଗଲା। ସେ ଭାବିଲା ଯଦି ଏଠି ଅଧିକ ସମୟ ରହିବି, ତେବେ ଶିକାରୀ ହାତରେ ଧରାପଡ଼ି ଜୀବନ ହରାଇବି। ସେଠାରୁ ସେ ଏମିତି ଦୌଡ଼ିଲା ଯେ ଆଉ କେବେ ସେହି ଗାଁ ଆଡ଼କୁ ମୁହଁ କରି ଚାହିଁଲା ନାହିଁ। ଶିକ୍ଷା। ବିପଦ ସମୟରେ ଡରି ନଯାଇ ବୁଦ୍ଧି ପ୍ରୟୋଗ କଲେ ସବୁ ସମସ୍ୟାର ସମାଧାନ ମିଳିଥାଏ।